ଆପଣ କେବେ ଭାବିଛନ୍ତି ଯେ ଏମିତି କିଛି ଲୋକ ଥାଆନ୍ତି ଯେଉଁମାନଙ୍କର ପ୍ରଶ୍ନ ସରେ ନାହିଁ କେତେବେଳେ କୌଣସି ଜିନିଷକୁ ଶିଖିବା ପାଇଁ କୌଣସି ଜିନିଷ ଜାଣିବା ପାଇଁ ତାଙ୍କର ଇଚ୍ଛା ମରେ ନାହିଁ କେତେବେଳେ ଜୀବନରେ ପଇସା ଦରକାର ବହୁତ ପଇସା ଦରକାର ମୁଁ ଆପଣଙ୍କୁ ପୂର୍ବରୁ ମଧ୍ୟ କହିଛି ଯଦି ଆପଣ ଯେତେବେଳେ ମଙ୍ଗଳ ଶୁକ୍ର କମ୍ବିନେସନ୍ ଥାଏ ତ କେଉଁଠି ନା କେଉଁଠି ଲଭ୍ ରିଲେସନସିପ୍ ମନିରେ ଆପଣଙ୍କର ଇଣ୍ଟରେଷ୍ଟ ଅଟୋମେଟିକାଲି ଆସିଯାଏ କିନ୍ତୁ ଏଇ ଜାତକରେ ସେମିତି କିଛି କମ୍ବିନେସନ୍ ନାହିଁ କିନ୍ତୁ ତାଙ୍କୁ ବହୁତ ପଇସା ଇନକମ୍ କରିବାର ଅଛି ଆଉ ତାଙ୍କର ବାଣୀ ସେ କହି ଚାଲିଛନ୍ତି ତାଙ୍କୁ ନିଜେ ବି ସେ ଜାଣିନାହାନ୍ତି ଯେ ସେ ଏତେ କଥା କୁହନ୍ତି ବୋଲି ତା ସହିତ ତାଙ୍କର ଯେଉଁ ରାଶି ଅଛି ସେ ରାଶି ଲାଗି ମଧ୍ୟ ବି ତାର ଇମ୍ପାକ୍ଟ ମଧ୍ୟ ଦେଖିବାକୁ ମିଳେ କିନ୍ତୁ ଜାତକରେ ଜିନିଷ ଶିଖିବା ପାଇଁ ଜିନିଷ ଜାଣିବା ପାଇଁ ପଇସା ପାଇଁ ବହୁତ ହାଇ ଇଣ୍ଟରେଷ୍ଟ ତାଙ୍କର ଚିନ୍ତାଧାରା ଏମିତି ଯେ ଯଦି ଆପଣଙ୍କ ଅଣ୍ଡରରେ ଯଦି 8-10ଟା ଲୋକ ରହି କାମ ନ କରୁଛନ୍ତି ତାହେଲେ ସିଏ କି ଲାଇଫ୍ ସିଏ କି ପଇସା ଅଛି ତମ ପାଖରେ ଜାଣିବା ପାଇଁ ବହୁତ ସାରା ଜିନିଷ ଅଛି ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଜାତକ ତ ଆଙ୍କର ଜନ୍ମ ତାରିଖ ହେଉଛି 23 ଅକ୍ଟୋବର 1995 ଜନ୍ମ ସମୟ ହେଉଛି 8:40 AM ସକାଳ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର ଓଡ଼ିଶା ଇଏ ହେଉଛି ଜଣେ ପୁରୁଷଙ୍କର ଜାତକ ଦେଖନ୍ତୁ ତାଙ୍କ ଜାତକ ତାଙ୍କର ହେଉଛି ବିଛା ଲଗ୍ନ ଜାତକ ଆଉ ରାଶି ହେଉଛି କନ୍ୟା ରାଶି ଜନ୍ମ ହୋଇଛନ୍ତି ହସ୍ତା ନକ୍ଷତ୍ରରେ ହସ୍ତା ନକ୍ଷତ୍ର ହେଉଛି ଚନ୍ଦ୍ରମାର ନକ୍ଷତ୍ର ଚନ୍ଦ୍ରମାର 3ଟି ନକ୍ଷତ୍ର ଅଛି ଗୋଟେ ରୋହିଣୀ ନକ୍ଷତ୍ର ଗୋଟେ ହସ୍ତା ଆଉ ଗୋଟେ ହେଉଛି ଶ୍ରବଣ ନକ୍ଷତ୍ର ଯଦି ଆପଣଙ୍କର ହସ୍ତା ନକ୍ଷତ୍ର ଜନ୍ମ ହୋଇଥାଏ ତାହେଲେ ଆପଣ ଦେଖିବେ ଯେ ହସ୍ତା ହେଉଛି କ'ଣ ଚନ୍ଦ୍ରମାର ନକ୍ଷତ୍ର ଦେଖିବେ ଆପଣଙ୍କ ଭିତରେ ଆପଣ ଇମୋସନାଲ୍ ପର୍ସନ୍ ହେଇଯିବ ଅଧିକ ମାତାଙ୍କ ସହିତ ଆପଣଙ୍କ କ୍ଲୋଜ୍ ଆଟାଚମେଣ୍ଟ ନିହାତି ଆସିଯିବ ଯଦି କୌଣସି ମାଲେଫିକ୍ ହାଉସ୍ ଯଦି ଆପଣ 4th ହାଉସ୍ ଆଫେକ୍ଟ ନ କରୁଛି ତ ଇନ୍ ଜେନେରାଲି ଆସି ହେଇଯିବ ତା ସହିତ ଆଉ ଗୋଟେ ଜିନିଷ ଦେଖିବାକୁ ମିଳିବ ଯେ ଆପଣଙ୍କର ହାତ କେତେବେଳେ ଖାଲି ରହିବନି କିଛି ନା କିଛି ଦେଖିବେ ଆପଣ ହାତରେ କରିଚାଲିଥିବେ ଯଦି ପାଠ ପଢ଼ୁଛନ୍ତି ତାହେଲେ ଦେଖିବେ ଯଦି ପଢ଼ିଲା ଟାଇମ୍ ଦେଖିବେ ପେନ୍ ନେଇକି ଆପଣ ଖେଳୁଥିବେ ୟା ଫିର୍ କିଛି ନା କିଛି ଆପଣଙ୍କର ଚାଲିଥିବ ନିହାତି ଭାବରେ ତା ସହିତ ଆଙ୍କର ହେଉଛି କନ୍ୟା ରାଶି ବାଲାଙ୍କର ହେଉଛି କ'ଣ ଏମାନଙ୍କୁ ଭଲ ଟେଷ୍ଟି ଖାଇବା ପସନ୍ଦ ତା ସହିତ ଏମାନଙ୍କର ସାର୍କାଜିମ୍ ବହୁତ ଅଧିକ ଅଛି ତା ସହିତ ସ୍ପେଶାଲିଟି ହେଉଛି କ'ଣ ଯେଉଁଠି କିଏ ନା କୌଣସି କେଉଁ ଜାଗାରେ ମିଷ୍ଟେକ୍ କଲେ ନା ଫଟକିନି ଧରିବାର ସ୍ପେଶାଲିଟି ଥାଏ ତାଙ୍କ ଭିତରେ ସେଇଟା ଦେଖିବାକୁ ମିଳିଥାଏ ତା ସହିତ ତାଙ୍କର ହେଉଛି ବିଛା ଲଗ୍ନ ବାଲାଙ୍କର ସ୍ପେଶାଲିଟି ହେଉଛି କ'ଣ ଯେ ସେମାନେ ଖାଲିରେ କେତେବେଳେ ବସିପାରିବେନି କିଛି ନା କିଛି କରିବା ତାଙ୍କର ନିହାତି ଦରକାର ଆଉ ବହୁତ ସିକ୍ରେଟିଭ୍ ପର୍ସନ୍ ଆଉ ତା ସହିତ ତାଙ୍କୁ ରିଭେଞ୍ଜ ନେବା ପାଇଁ ମଧ୍ୟ ବହୁତ ପସନ୍ଦ ଯଦି ମାନେ ଇନ୍ ଜେନେରାଲି କାହା ସହିତ ଲାଗନ୍ତିନି ବଟ୍ ଯେତେବେଳେ ଯଦି କିଏ ହଟ୍ କରିଦିଏ ତାହେଲେ ରିଭେଞ୍ଜ ନେବା ପାଇଁ ଛାଡ଼ିବେନି ମୋତେ ଏମାନେ ତ ଦେଖନ୍ତୁ ତାଙ୍କ ଜାତକ ଦେଖନ୍ତୁ ମଙ୍ଗଳ ଆସିକି ବସିଛି ଅନୁରାଧା ନକ୍ଷତ୍ରରେ ଶନିର ନକ୍ଷତ୍ରରେ ବସିଛି ଆଉ ତା ସହିତ ବୃହସ୍ପତି ଦେଖିବେ ଜ୍ୟେଷ୍ଠା ନକ୍ଷତ୍ର ମାନେ ବୁଧର ନକ୍ଷତ୍ରରେ ବସିଛନ୍ତି ବର୍ତ୍ତମାନ ତାଙ୍କ ଜାତକରେ ବୃହସ୍ପତି ମହାଦଶା ଚାଲିଛି ବୃହସ୍ପତିରେ ଶନି ଚାଲିଛି ଦେଖନ୍ତୁ ତାଙ୍କ ଜାତକରେ ଦେଖିବେ ବୃହସ୍ପତି ଯିଏକି 2nd ହାଉସ୍ର ଅଧିପତି ଆଉ 5ମ ଘର ଅଧିପତି ସେ ଆସିକି ଲଗ୍ନରେ ବସିଯାଇଛି ତ 2nd ହାଉସ୍ ହେଉଛି କ'ଣ ଆପଣଙ୍କର ଧନର 5ମ ଘର ହେଉଛି ଆପଣଙ୍କ ପ୍ରେମ ଆପଣଙ୍କର କ୍ରିଏଟିଭିଟି ଆପଣଙ୍କର ଇଣ୍ଟେଲିଜେନ୍ସ କେମିତି ରହୁଛି ଠିକ୍ ଅଛି ତ ସେଇଟା ଆସିଯାଉଛନ୍ତି ଆପଣଙ୍କ ଲଗ୍ନକୁ ଆଉ ତା ସହିତ ମଙ୍ଗଳ ମଧ୍ୟ ବୃହସ୍ପତି ସହିତ କନେକ୍ସନ୍ ବନଉଛି ୟୁତି ହେଇକି ବସିଛନ୍ତି ମଙ୍ଗଳ ହେଉଛି କ'ଣ ଉର୍ଜା ଆଉ ବୃହସ୍ପତି ହେଉଛି ତାର କାରକତ୍ୱ ଏଇ 2ଟା ହାଉସ୍ ସହିତ ତାଙ୍କର ନିଜର କାରକତ୍ୱ ହେଉଛି କ'ଣ ଧର୍ମ ୱିଜଡମ୍ ତ ଦେଖିବେ ତାଙ୍କ ଭିତରେ କୌଣସି ଜିନିଷ ମାନେ ଶିଖିବା ପାଇଁ ହେଉ ଧର୍ମକୁ ନେଇକି ହେଉ ଏଇସବୁ ଜିନିଷ ତାଙ୍କ ଭିତରେ ବହୁତ ଅଧିକ ଆଉ ତା ସହିତ ଯେମିତିକି ମୁଁ ଆରମ୍ଭରୁ କହିଥିଲି ବହୁତ ପଇସା ଇନକମ୍ କରିବାର ଅଛି ବହୁତ ଆର୍ନିଂ କରିବାର ଅଛି ତା ସହିତ ଲଭ୍ ରିଲେସନସିପ୍ ଇମୋସନ୍ ନଲେଜ୍ ବହୁତ ତା ପ୍ରତି ବହୁତ ଇଣ୍ଟରେଷ୍ଟ ଅଟୋମେଟିକାଲି ତାଙ୍କ ଭିତରେ ଆସିଯିବ କାହିଁକି ନା ମଙ୍ଗଳ ଯେତେବେଳେ ବୃହସ୍ପତି ସହିତ ବସିଗଲା ତେଣୁ ବୃହସ୍ପତି ଯେଉଁ ହାଉସ୍ର ଅଧିପତି ତ ସେଇ ଜିନିଷ ପ୍ରତି ତାଙ୍କର ଇଣ୍ଟରେଷ୍ଟ ଧୀରେ ଧୀରେ ସେ ତାକୁ ବହୁତ ଆମ୍ପ୍ଲିଫାଏ ମଧ୍ୟ କରାଇ ଦେଉଛି ତ ତାଙ୍କର ସେଇ ଜିନିଷ ପ୍ରତି ଇଚ୍ଛା ବହୁତ ଅଧିକ ହେଇଯାଉଛି ତ ବୃହସ୍ପତି ଆସିକି ବସିଛି କେଉଁ ନକ୍ଷତ୍ରରେ ଜ୍ୟେଷ୍ଠା ନକ୍ଷତ୍ରରେ ତାଙ୍କ ଜାତକରେ ଦେଖନ୍ତୁ ଜ୍ୟେଷ୍ଠା ହେଉଛି କ'ଣ ବୁଧର ନକ୍ଷତ୍ର ଆଉ ବୁଧ ହେଉଛି ତାଙ୍କ ଜାତକରେ 8ମ ଘରର ଅଧିପତି ଆଉ ତା ସହିତ 11ଶ ଘରର ଅଧିପତି ତ ଯେହେତୁ ଏଇ ବୃହସ୍ପତି ମହାଦଶା ଦେଖିବେ ଇନିସିଆଲ୍ ଫେଜ୍ରେ କୋଉଠି ନା କୋଉଠି ଦେଖିବେ ତାଙ୍କ ଲାଇଫ୍ରେ ବହୁତ ଟ୍ରାନ୍ସଫର୍ମେସନ୍ ହେବା ଷ୍ଟାର୍ଟ ହେଇଯିବ ତା ସହିତ ଲାଇଫ୍ରେ ଟିକେ ପ୍ରୋବ୍ଲେମାଟିକ୍ ଟିକେ ଇନିସିଆଲ୍ ଫେଜ୍ରେ ଟିକେ ଡିଷ୍ଟର୍ବାନ୍ସ ଆସିବ ବଟ୍ ଗ୍ରାଜୁଆଲି ଦେଖିବେ ତାଙ୍କର ଫାଇନାନ୍ସିଆଲ୍ ଗ୍ରୋଥ୍ କମ୍ୟୁନିକେସନ୍ ସ୍କିଲ୍ ଅଟୋମେଟିକାଲି ସେ ଏନହାନ୍ସ ନିହାତି ହେବାକୁ ଯାଉଅଛି ତା ସହିତ ତାଙ୍କ ଜାତକ ଦେଖନ୍ତୁ ତାଙ୍କ ଜାତକରେ 11ଶ ଘରେ ବସିଛନ୍ତି ଚନ୍ଦ୍ରମା ଆଉ ବୁଧ ଚନ୍ଦ୍रमा ଯିଏକି ତାଙ୍କ ଜାତକରେ ଭାଗ୍ୟର ଅଧିପତି 9ମ ଘରର ଅଧିପତି ଆଉ ଚନ୍ଦ୍रमा ଆସିକି ନିଜ ସ୍ୱ ନକ୍ଷତ୍ରରେ ହସ୍ତା ନକ୍ଷତ୍ରରେ ବସିଯାଇଛନ୍ତି
ମାନେ ନିଜ ଚନ୍ଦ୍ରମାର ନକ୍ଷତ୍ରରେ। ତ ଚନ୍ଦ୍रमा ଯେତେବେଳେ ତାଙ୍କର ଚନ୍ଦ୍ରମାର ଅନ୍ତର୍ଦଶା ଆସିବ ପ୍ରତ୍ୟନ୍ତର ଦଶା ଆସିବ ତ କୋଉଠି ନା କୋଉଠି ଭାଗ୍ୟ ସାଥ ମଧ୍ୟ ଦେବ ଆଉ ତାଙ୍କୁ ଫାଇନାନ୍ସିଆଲ ଗ୍ରୋଥ ଆଉ ଗେନ୍ ମଧ୍ୟ ତାଙ୍କୁ ଦେଖିବାକୁ ନିଶ୍ଚିତ ମିଳିବ। ତା ସହିତ ଏକାଦଶ ଘରେ ବସିଛନ୍ତି ଚନ୍ଦ୍ରମା ବୁଧ ବସାଇଛନ୍ତି, ତେଣୁ ସେଥିପାଇଁ ଦେଖିବେ ତାଙ୍କର ଫ୍ରେଣ୍ଡ ସର୍କଲରୁ କୋଉଠି ନା କୋଉଠି ହେଲ୍ପ ନିହାତି ଆସିଯିବ। ସାଙ୍ଗସାଥିମାନେ ମଧ୍ୟ ହେଲ୍ପ କରିବେ, ଇଏ ସାଙ୍ଗସାଥିମାନଙ୍କ ପାଇଁ ଯେତିକି ତାଙ୍କ ପସନ୍ଦ ତ ସାଙ୍ଗସାଥିମାନଙ୍କ ମଧ୍ୟ ସେଇ ଅନୁସାରେ ହେଲ୍ପ ତାଙ୍କୁ ନିହାତି ମିଳିଯିବ ଦରକାର ସମୟରେ। ତା ସହିତ ଆଉ ଗୋଟେ ଜିନିଷ ଦେଖନ୍ତୁ, ତାଙ୍କ ଜାତକରେ ଶନି ବସିଛି କୁମ୍ଭ ରାଶିରେ ବକ୍ରି ହେଇକି। ତ ଶନି ଯେହେତୁ ବକ୍ରି ହେଇକି କୁମ୍ଭ ରାଶି ବସିଛି ତ ଶନି ସେମିତିରେ ବି 4th ହାଉସ୍ ବସିଲେ ସେମିତି ଲଗ୍ନକୁ ଦେଖୁଛି, ତ ଆପଣଙ୍କ ସବୁ କାମ ସେମିତିରେ ବି ଡିଲେ ହେଇଯିବ। ଆଉ ତା ସହିତ କେଉଁଠି ନା କେଉଁଠି ସେ ଆପଣଙ୍କ ଘରଠୁ ଟିକେ ଡିଷ୍ଟାନ୍ସ ନିହାତି କରାଇଦେବ। ବର୍ତ୍ତମାନ ଜାତକରେ ବୃହସ୍ପତିରେ ଶନି ଚାଲିଛି, ତ କେଉଁଠି ନା କେଉଁଠି ଘର ତିଆରି କରିବା ପାଇଁ ଅବଷ୍ଟାକଲ୍ସ ମଧ୍ୟ ଆସୁଛି। ଘର ତିଆରି କରିବା ପାଇଁ ତାଙ୍କର ଇଚ୍ଛା ମଧ୍ୟ ବହୁତ ଅଧିକ ଅଛି। ତା ସହିତ ଦେଖନ୍ତୁ ତାଙ୍କ ଜାତକରେ କେତୁ ଯିଏକି ବସିଛନ୍ତି ଷଷ୍ଠ ଘରେ। ତ ଯଦି ଆପଣ ଦେଖିବେ କେତୁ ଆପଣଙ୍କ ଷଷ୍ଠ ଘରେ ଆସିଯାଏ, ଆପଣଙ୍କର ଯଦି କିଏ ଆପଣଙ୍କୁ ଜ୍ଞାନ ଦେଉଥାଏ ତାହେଲେ ଆପଣଙ୍କୁ ପସନ୍ଦ ଆସିବନି। କାହିଁକିନା ଆପଣ ଦେଖନ୍ତୁ ତାଙ୍କ ଜାତକରେ ଲଗ୍ନରେ ହିଁ ବୃହସ୍ପତି ବସିଛନ୍ତି, ଲଗ୍ନରେ ମଙ୍ଗଳ ବସିଛନ୍ତି, ବୃହସ୍ପତି ମଧ୍ୟ ବସିଛନ୍ତି। ତ ସେଥିପାଇଁ ଅଟୋମେଟିକାଲି ତାଙ୍କର ଥଟ୍ ପ୍ରୋସେସ୍, ତାଙ୍କ ଭିତରେ ୱିଜଡମ୍ ଅଛି, ତାଙ୍କ ଭିତରେ ନଲେଜ୍ ଅଛି। ଆଉ ଏଇ ପର୍ସନ୍ ଏମିତି କିଛି ନାହିଁ ଯେ ଏମିତିଆ ଗୋଟେ କାମ ନାହିଁ ଯେଉଁଟାକି ସେ କରିପାରିବେନି, ସବୁ ଜିନିଷ କରିପାରିବେ ବିକଜ୍ ବୃହସ୍ପତି ଲଗ୍ନରେ ବସିଯାଇଛି। ଆଉ ତା ସହିତ ମଙ୍ଗଳ ମଧ୍ୟ ଲଗ୍ନରେ ବସି ଯିଏକି ଲଗ୍ନର ଅଧିପତି ହେଇକି, ତାଙ୍କ ଦ୍ୱାରା ସବୁ କାମ ହେଇପାରିବ। ଏମିତି କିଛି କାମ ନାହିଁ ଯେଉଁଟାକି ସେ କରିପାରିବେନି। କିନ୍ତୁ ନଲେଜ୍ ବହୁତ ଅଧିକ ଅଛି, ତେଣୁ ସେଥିପାଇଁ କେତୁ ଯେହେତୁ ଷଷ୍ଠ ଘରେ ବସେ ତ କିଏ ଯଦି ତାଙ୍କୁ ଫ୍ରି ଆଡ଼ଭାଇସ୍ ଜ୍ଞାନ ଆସେ ତୁ ଏଇଟା ଏମିତି କାହିଁ କରୁନୁ ସେମିତି କାହିଁ କରୁନୁ, ତାଙ୍କୁ ଶୁଣିବା ପାଇଁ ପସନ୍ଦ ଆସିବନି, ବୋର୍ ହେଇଯିବ ସିଏ। ତା ସହିତ ଆପଣ ଦେଖନ୍ତୁ ତାଙ୍କର ମେନ୍ ଜିନିଷ ହେଉଛି ଦ୍ୱାଦଶ ଘର। ଦ୍ୱାଦଶ ଘରେ ଦେଖନ୍ତୁ ରବି ବସିଛନ୍ତି, ରାହୁ ବସିଛନ୍ତି, ଶୁକ୍ର ବସିଛନ୍ତି। ରବି ରାହୁ କମ୍ବିନେସନ୍ ଖରାପ କମ୍ବିନେସନ୍। ତା ସହିତ ଶୁକ୍ର ଆସିକି ଦ୍ୱାଦଶ ଘରେ ବସିଯାଇଛନ୍ତି। ତ ରବି ରାହୁ ଯେହେତୁ ବସିଯାଇଛନ୍ତି ତ ରବିକୁ ଦୋଷ ଲାଗିଯାଉଛି ଯେହେତୁ ରାହୁର, ତା ସହିତ ବସିକି ପରାଗ ତାକୁ ଗ୍ରାସ କରିଯାଉଛନ୍ତି। ତା ସହିତ ଶୁକ୍ର ଆସିକି ଦ୍ୱାଦଶ ଘରେ ବସିଯାଇଛନ୍ତି, ଯେଉଁଟାକି ବହୁତ ବଢ଼ିଆ କମ୍ବିନେସନ୍। କିନ୍ତୁ ଶୁକ୍ର ଯେତେବେଳେ ଆପଣ ଦ୍ୱାଦଶ ଘରେ ବସିଯାଏ ନା, ଶୁକ୍ର 6, 8, 12 କମ୍ବିନେସନ୍ ଯେଉଁଠି ବସିଥାଉ ନା କାହିଁକି 6, 8, 12ରେ ଦେଖିବେ ଆପଣଙ୍କର କେଉଁଠି ନା କେଉଁଠି ଆପଣଙ୍କୁ ଦେଖିବେ ଅପୋଜିଟ୍ ଜେଣ୍ଡରର ସପୋର୍ଟ ମିଳିଯିବ, ୟା ଫିର୍ ଆପଣ ରଙ୍ଗ ଆକ୍ଟିଭିଟିରେ ଇନଭଲଭମେଣ୍ଟ ହେଇଯିବେ। କାହିଁକିନା ଶୁକ୍ର ଯେହେତୁ 12 ସ୍ପେସିଫିକାଲି ଯଦି ଶୁକ୍ର ଆପଣଙ୍କ ଦ୍ୱାଦଶ ଘରେ ବସୁଛି, ଆପଣ ଦେଖିବେ ଆପଣଙ୍କୁ ସବୁ ଭୋଗ, ଲକ୍ଜରୀ, କମ୍ଫର୍ଟ, ଅପୋଜିଟ୍ ଜେଣ୍ଡର ସପୋର୍ଟ ମଧ୍ୟ ଆପଣଙ୍କୁ ଦେଖିବେ ଅଟୋମେଟିକାଲି ମିଳିଯିବ। ସବୁ ପ୍ରକାର ମ୍ୟାଟେରିଆଲିଷ୍ଟିକ୍ ଜିନିଷ ଆପଣଙ୍କୁ ମିଳିବା ଷ୍ଟାର୍ଟ ହେଇଯିବ। ତା ସହିତ ରାହୁ ଆଉ ରବି ମଧ୍ୟ ବସିଯାଇଛନ୍ତି, ତ ସେଥିପାଇଁ କେଉଁଠି ନା କେଉଁଠି ଦେଖିବେ ତାଙ୍କର ଏଇସବୁ ଖର୍ଚ୍ଚ ବାର୍ଚ୍ଚରେ ଅଧିକ ତାଙ୍କର ପଇସା ୱେଷ୍ଟେଜ୍ ହେଇଯିବ। 12th ହାଉସ୍ ହେଉଛି କ'ଣ ବ୍ୟୟର ଘର, 12th ହାଉସ୍ ହେଉଛି ତାଙ୍କର ଫରେନ୍ର ଘର। ତ ବର୍ତ୍ତମାନ ସେ ଘରଠୁ ବହୁତ ଦୂର ଆଫ୍ରିକାରେ ରହୁଛନ୍ତି, କୋଉଥିପାଇଁ ବିକଜ୍ 12th ହାଉସ୍ ବହୁତ ଅଧିକ ଆକ୍ଟିଭ୍ ହେଇଯାଉଛି, ସୋ ଦ୍ୟାଟ୍ ତାଙ୍କର ସେଇ ଜିନିଷଟା ଲାଗି ସେ ବର୍ତ୍ତମାନ ବାହାରେ ଅଲରେଡ଼ି ରହୁଛନ୍ତି। ଆଉ ତା ସହିତ 12th ହାଉସ୍ ବହୁତ ମାନେ ଆପଣଙ୍କର ବେଡ୍ ପ୍ଲେଜରକୁ ମଧ୍ୟ ରିପ୍ରେଜେଣ୍ଟ କରୁଛି। ତ ଏଇସବୁ ଜିନିଷରେ ତାଙ୍କର ଇନଭଲଭମେଣ୍ଟ ନିହାତି ଆସି ହିଁ ଯିବ। ତା ସହିତ ତୁଳା ରାଶି ହେଉଛି ଗୋଟେ କ'ଣ ଗୋଟେ ବ୍ରାଣ୍ଡର ରାଶି, ମାନେ ଗୋଟେ ସବୁ ପ୍ରକାର କମ୍ଫର୍ଟ ପାଇଁ, କାହିଁକିନା ତୁଳା ରାଶି ହେଉଛି ଶୁକ୍ରଙ୍କର ଉଚ୍ଚ ରାଶି, ତ ସେଠି ସବୁ କମ୍ଫର୍ଟ, ଲକ୍ଜରୀ ସବୁ ଜିନିଷ ତାଙ୍କୁ ଅଟୋମେଟିକାଲି ମିଳି ହେଇଯାଏ। କିନ୍ତୁ ଦେଖିବେ ରବି ହେଉଛନ୍ତି ତାଙ୍କ ଦଶମ ଘରର ଅଧିପତି, ମାନେ କର୍ମଘରର ଅଧିପତି ଆସିକି ଦ୍ୱାଦଶ ଘରେ ବସିଗଲା, ଆଉ ପୁଣି ସେ ନୀଚ ହେଇଯାଇଛି। ତ ସେଥିପାଇଁ ଆଉ ଗୋଟେ ଜିନିଷ ହେଉଛି ଦେଖନ୍ତୁ ରବି ଅସ୍ତ ହେଇଯାଇଛି, ସୋ ଦ୍ୟାଟ୍ କନଫିଡେନ୍ସ କେଉଁଠି ନା କେଉଁଠି ଟିକେ ଡାଉନ୍ ହେବା ନିହାତି। କିନ୍ତୁ ସେଇଟା ମିନିମାଇଜ୍ ଏଥିପାଇଁ ହେଇଯିବ ବିକଜ୍ ତାଙ୍କ ଲଗ୍ନରେ ଆସିକି ମଙ୍ଗଳ ଆଉ ବୃହସ୍ପତି ବସି ଯାଉଛନ୍ତି। ସୋ ଦ୍ୟାଟ୍ ଯେତେବେଳେ ମୁଁ କହିଛି ନା ଯଦି ଆପଣଙ୍କ ରବି ନୀଚ ହେଇଯାଉଛି, ସୋ ଦ୍ୟାଟ୍ କେଉଁଠି ନା କେଉଁଠି ଇନର କନଫିଡେନ୍ସ କେଉଁଠି ନା କେଉଁଠି ଡାଉନ୍ ହେଇଯିବ। କିନ୍ତୁ ଏଇ କେସ୍ରେ କ'ଣ ହେଉଛି, ମଙ୍ଗଳ ଆଉ ବୃହସ୍ପତି ଯେହେତୁ ଲଗ୍ନରେ ବସିଛନ୍ତି, କେଉଁଠି ନା କେଉଁଠି ଦେଖିବେ ଆପଣ ଭିତରେ ସେ ଅଟୋମେଟିକାଲି ଆପଣ ପର୍ସନାଲିଟି ସେଇଭଳିଆ ବନେଇଦେବ, ସୋ ଦ୍ୟାଟ୍ ଆପଣଙ୍କ ଆଉଟର କନଫିଡେନ୍ସ ଏତିକି ହେଇଯିବ, ସୋ ଦ୍ୟାଟ୍ ଆପଣଙ୍କ ଇନର କନଫିଡେନ୍ସ ଲୋ ଥାଇକି ମଧ୍ୟ ସେଇଟା ଶୋ ଅଫ୍ ହେବ ନାହିଁ। ତ ସେଇଟା କେଉଁଠି ନା କେଉଁଠି ମ୍ୟାନେଜେବଲ୍ ହେଇଯିବ। କିନ୍ତୁ ଦଶମ ଘର ଅଧିପତି ଦ୍ୱାଦଶ ଘରେ ଆଉ ନୀଚ ହେଇଯାଇଛନ୍ତି, ତ କେଉଁଠି ନା କେଉଁଠି ବର୍ତ୍ତମାନ ଅଲରେଡ଼ି 3ଟା ଜବ୍ ସେ ଅଲରେଡ଼ି ଚେଞ୍ଜ ମଧ୍ୟ କରିସାରିଲେଣି। ତ କେଉଁଠି ନା କେଉଁଠି କର୍ମରେ ଡିଷ୍ଟର୍ବାନ୍ସ, ଟ୍ରବଲ୍ ତ ତାଙ୍କୁ ଦେଖିବାକୁ ନିହାତି ମିଳିବ। ତ ରାହୁ ମଧ୍ୟ ଦ୍ୱାଦଶ ଘରେ ବସିଯାଇଛନ୍ତି, ତ ତାଙ୍କର ଫୋକସ୍ କେଉଁଠି ନା କେଉଁଠି ସେ ଜାଗାରେ ନିହାତି ଯିବ ହରି। ତେଣୁ ଇଏ ହେଉଛି ତାଙ୍କ ଜାତକର କମ୍ବିନେସନ୍। ଏଇ ପର୍ଯ୍ୟନ୍ତ ସେ ମ୍ୟାରେଜ୍ କରିନାହାନ୍ତି। ଯଦି ତାଙ୍କ ମ୍ୟାରେଜ୍ର ମୁଁ ଦେଖିବି ତ ବର୍ତ୍ତମାନ ବୃହସ୍ପତିରେ ଶନି ଚାଲିଛନ୍ତି, ଆପରେ ବୁଧ ଆସିଯିବ। ବୁଧ ଯେହେତୁ ତାଙ୍କର ଏକାଦଶ ଘରେ ବସିଛନ୍ତି, ଅଷ୍ଟମ ଘର ଅଧିପତି ହେଇକି ଏକାଦଶ ଘରେ ବସିଛନ୍ତି। ଏକାଦଶ ଘର ହେଉଛି ଆପଣଙ୍କର ଇଚ୍ଛା ପୂର୍ତ୍ତିର ଘର।
ଏବେ ମଧ୍ୟ ଅଳ୍ପ ବହୁତ सही चान्सेस अच्छी गोचर कंडीशन हिसाब से देखा ता सहित जदि एवं न हो जो बुध आसीज कौट ना कौट इच्छा पूर्ति कामना पूर्ति कहीं आपंकर म्यारेजटा आप इच्छा पूर्ति कामना पूर्ति निहाती शो करे तो सही फेज म्यारेज हबार चान्सेस निहाती क्रिएट हम तेणु ये जातकर कम्बिनेशन तेणु जदि आप किसी आड करने चाहते आपको बहुत बहुत स्वागत आप चाहिए आड करेंगे आ सहित जब आप मो सहित कनसल्ट करने चाहते ऊपर नंबर दी जाइए आप मो सहित डायरेक्ट कनसल्ट करेंगे आप सहित भेट हम आगामी एक अध्याय आउ गोटे जातक सहित।